ମାଳିକାର ଯୋଉ ଦିଟା ମିନିଂ ରହୁଛି, ଭୟ ରହୁଛି ଆଉ ଭାବ ବି ରହୁଛି। ତେଣୁକରି କିଛି ଲୋକ ତାକୁ ଭାବରେ ଗ୍ରହଣ କରୁଛନ୍ତି, କିଛି ଲୋକ ଉଭୟ ସ୍ତରରେ ଗ୍ରହଣ କରୁଛନ୍ତି, ଭୟରେ ବି ଗ୍ରହଣ କରୁଛନ୍ତି। ମାଳିକାରେ ମୋକ୍ଷ ମାର୍ଗ ନାହିଁ। ମାଳିକା ଭୟ ସଞ୍ଚାର କରିବ ଆଉ କିଛି ଭବିଷ୍ୟତରେ ଏଇଆ ହବ ବୋଲି ତମ ମନରେ ଗୋଟେ ଦକା ସୃଷ୍ଟି କରିବ। ମାନେ ଅତିଟା ସବୁଠାରୁ ହଉଛି ଖରାପ। ସେ ଯୋଉ ଦୃଢ ସହକାରେ ଏଇ ଜିନିଷ ନହେଲେ ମୁଁ ଏମିତି କରିପାରିବିନି, ଏଇ ଯୋଉ ଦୃଢତା ବା ଅତି ଜିନିଷ ସବୁ ଜାଗାରେ ହିଁ ଖରାପ। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଦେଖନ୍ତୁ ଗୋଟେ କଥା, ବର୍ତ୍ତମାନ ସମାଜରେ ପ୍ରତ୍ୟେକ ଲୋକଙ୍କର ମୁଖରେ ଗୋଟିଏ ଜିନିଷ, ମାଳିକା ମାଳିକା ମାଳିକା। ଆଇ ଦେଖନ୍ତୁ ମାଳିକା ବର୍ତ୍ତମାନ ଓଡ଼ିଶା ଭିତରେ ଥିଲା, ଓଡ଼ିଶା ବାହାରକୁ ବର୍ତ୍ତମାନ ଗଲାଣି। ଆପଣମାନେ ଦେଖିଥିବେ ଅନେକ ହିନ୍ଦୀରେ ମଧ୍ୟ ମାଳିକାର ପ୍ରଚାର ହେଉଛି, ମାଳିକାର ପୁସ୍ତକ ମାନ ମଧ୍ୟ ଛପାଗଲାଣି। ତେଣୁ ଦେଖନ୍ତୁ ଆମର ମାଳିକା କୌଣସି, ଯଦିଓ ମାଳିକା ଅଳ୍ପ ଦିନ ହେଲା, ତ ମାଳିକା ପୂର୍ବରୁ ଆପଣଙ୍କର ଭାଗବତ ଅଛି, ଶାସ୍ତ୍ର ଅଛି, ବେଦ ବେଦାନ୍ତ ମହାଭାରତ ରାମାୟଣ ଅନେକ ବଡ଼ ବଡ଼ ଗ୍ରନ୍ଥ ଅଛି ଆମ ସନାତନ ଧର୍ମରେ, ଏବଂ ଆମକୁ ବାସ୍ତବିକତା ବହୁତ କିଛି ରାସ୍ତା ମାର୍ଗ ମଧ୍ୟ ଆମକୁ ଦେଖେଇଛି ଏବଂ ବହୁତ କିଛି ଆମକୁ ଶିଖେଇଛି। ତା ସତ୍ତ୍ୱେ ମାଳିକାଟାକୁ କାହିଁକି ଲୋକମାନେ ଏତେ ଗ୍ରହଣ କରୁଛନ୍ତି? କ'ଣ ଯେ ଗୋଟେ କଥାର ଅଛି ଯେ ପରମଶାସ୍ତ୍ର ଭାଗବତ ଏହାକୁ ପଢୁଥିବ ନିତ୍ୟ, ତାକୁ ସବୁବେଳେ ଧ୍ୟାନ କରୁଥିବ, ମରିବା ସମୟରେ ଲୋକ ଯେତେବେଳେ ଶେଷ ସମୟ ହେଇଯାଏ, ଲୋକ ମୃତ୍ୟୁବରଣ କରିବା ପାଇଁ ଯେତେବେଳେ ତାର ଜୀବ ତା ଶରୀର ଭିତରୁ ଆତ୍ମାଟା ବାହାରି ନଯାଏ, ସେତେବେଳେ ଭାଗବତ ତା ପାଖରେ ପଢାଯାଏ। ପଢିଲେ ଭାଗବତ ଶୁଣିକି ତା ଆତ୍ମା ସଦ୍ଗତି ହେଇଯାଏ। କିନ୍ତୁ ମାଳିକାକୁ ପଢାଯାଏ ନା। ମାଳିକା ପଢାଯାଏ କି? ପଢାଯାଏ ନାହିଁ। କିନ୍ତୁ ଏତେ ଗ୍ରନ୍ଥ ଥାଇ, ଗୀତା ଥାଇ, ପ୍ରଭୁଙ୍କର ମୁଖ ନିଃସୃତ ବାଣୀ ଭଗବତ ଗୀତା, ତାକୁ ଯୋଉ ଥାଇ, କିନ୍ତୁ ମାଳିକାଟା ବର୍ତ୍ତମାନ ଯୋଉ ପ୍ରକାର ବର୍ତ୍ତମାନ ଚାଲିଛି, କ'ଣ ଏଇଟା କେବଳ ଲୋକମାନଙ୍କୁ ଗୋଟେ ମଜା ଲାଗୁଛି ଏମିତି ଶୁଣିବା ପାଇଁ, ଗୋଟେ କୌତୁହଳ, ଯେମିତି ଗପ, ଯେମିତି ଟୁଆଁ ଟୁଇଁ ଗପ, ଯେମିତି କୁମ୍ଭୀର ମାଙ୍କଡ ଗପ, ସେଇ ପ୍ରକାର ମାଳିକାଟା ଶୁଣିଲା ଗୋଟେ ଲାଗୁଛି ଯେମିତି ଗୋଟେ ଏଇ ପ୍ରକାର ଶୁଣିବାକୁ ଇଚ୍ଛା ହଉଛି ନା ଗୋଟା ଧିରେ କିଛି ଗୋଟା ଲୋକମାନଙ୍କୁ ଗୋଟା କ'ଣ ତା ଦେହରେ ଅଛି ଭାବୁଛନ୍ତି ଯେ ନାଇଁ ସେଟା ସେଇ ଜିନିଷ ପ୍ରଭୁଙ୍କର ଜିନିଷ, ତାହେଲେ କାହିଁକି ତା ପ୍ରତି ଲୋକଙ୍କର ବିତୃଷ୍ଣା, ଆ ପ୍ରତି ଏତେ ଉତ୍ସାହ ଆଗ୍ରହ କ'ଣ? ଓಂ ଶ୍ରୀ ଗୁରୁ ଶ୍ରୀ ଗୋପୀନାଥ ଜଗଦାନନ୍ଦ କନ୍ଦାୟ ଜଗନ୍ନାଥ। ମାଳିକାଟାକୁ ଓଲଟେଇ ଦେଲେ ଆମର କ'ଣ ହଉଛି? କାଳିମା। କାଳିମା। ମହାପୁରୁଷ ମାନେ କେବଳ ହିଁ ମାଳିକା ରଚନା କରିଛନ୍ତି। ଜନ ସମାଜ ବା ଯୋଉ ଲୋକମାନେ ରହିଲେ, ସେମାନଙ୍କ ଦେହରେ ଯୋଉ ପାପ ରୂପକ ଜ୍ଞାନ ବା କାଳିମା, ତାକୁ ବିଲୋପ କରିବା ପାଇଁ କିଛି ମାର୍ଗ ଆଦିରେ ଦର୍ଶନ ଦିଆହେଇଛି ଏବଂ କିଛି ଡର ବି ଦିଆହେଇଛି। ଭୟ ଅଛି ଆଉ ବାଟ ବି ଅଛି। ତେଣୁକରି ମାଳିକାର ଯୋଉ ଦିଟା ମିନିଂ ରହୁଛି, ଭୟ ରହୁଛି ଆଉ ଭାବ ବି ରହୁଛି। ତେଣୁକରି କିଛି ଲୋକ ତାକୁ ଭାବରେ ଗ୍ରହଣ କରୁଛନ୍ତି, କିଛି ଲୋକ ଉଭୟ ସ୍ତରରେ ଗ୍ରହଣ କରୁଛନ୍ତି, ଭୟରେ ବି ଗ୍ରହଣ କରୁଛନ୍ତି। ତା ଦେହରେ ଗୋଟେ ଭୟ ଯେ ଅମୁକ ଦିନ ଅମୁକ ହବ, ମହାପୁରୁଷ ଲେଖିଛନ୍ତି, ହେଇଗଲା ତ ଟାଇମ, ଆଉ କ'ଣ ସେ ବାବା କହୁଛନ୍ତି ଟିକେ ଶୁଣିବା, କି ସେ ଅମୁକ କ'ଣ କହୁଛନ୍ତି ଶୁଣିବା, ଇଏ ଗୋଟେ ଶ୍ରଦ୍ଧା, ବୁଝିପାରିଲେ? ତେଣୁ ମାଳିକା ତମକୁ ମୋକ୍ଷ ମାର୍ଗ ଦେଇନି। ମୋକ୍ଷ ମାର୍ଗ ନାହିଁ ମାଳିକାରେ, ମୋକ୍ଷ ମାର୍ଗ ନାହିଁ। କାହିଁକି ନା ତମକୁ କେବଳ ସାମାଜିକରେ କେମିତି ଚଳିବ ଆଉ କେମିତି ଧର୍ମକୁ ଯିବ, କେମିତି ମାର୍ଗ ଧରିବ, ପାପ କଲେ କ'ଣ ହବ, କୋଉ ଦଣ୍ଡ ମିଳିବ, ସମାଜରେ କ'ଣ କ୍ଷତି ହବ, କୋଉ ଦିନ କ'ଣ ହବ, ଏଇ ସବୁ ସମାଜର ଲୋକ ଏମିତି କଳୁଷିତ ହେଇକା ଯିବେ, ସମାଜର ବିପର୍ଯ୍ୟୟ ହବ, ଏଇ ସବୁ ଜିନିଷ ଗୁଡାକ ମାର୍ଗ ଗାଇଡ୍ ସେ ଦେଇଛନ୍ତି। ଲୋକ ପଢିଲେ ସେମାନେ ନିଜକୁ ନିଜେ ସଚେତନ ହେଇକି ଯଦି ଠିକ ମାର୍ଗରେ ଗଲେ, ତାହେଲେ ଏ ସବୁ ବିପର୍ଯ୍ୟୟରୁ ସେମାନେ କିଛି ଅଂଶରେ ରକ୍ଷା ପାଇପାରିବେ। କିନ୍ତୁ ଗୀତା, ଭାଗବତ, ପୁରାଣ, ଶାସ୍ତ୍ର, ଏ ଯୋଉ ଜିନିଷ, ଏଥିରେ ମଣିଷତ୍ଵ ଦିବ୍ୟ, ଯେମିତି କହିଛି ମାନବ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତେଣୁ ସେ ଦିବ୍ୟ ଜ୍ଞାନ ସୃଷ୍ଟି କରିବା ପାଇଁ ଏ ଜିନିଷରେ ତମର ଜ୍ଞାନ ଅଛି। ଦିବ୍ୟ ଜ୍ଞାନ ଯୋଉ ଜିନିଷ ଲେଖା ହେଇଛି, ତମେ ଗୀତା, ଭାଗବତ, ପୁରାଣ ପଢିଲେ ତମେ ଏ ଜିନିଷ ଗ୍ରହଣ କରିପାରିବ। ଆକୁ ଯଦି ପାଳନ କଲ, ଜୀବ ତମର ଊର୍ଦ୍ଧ୍ୱଗାମୀ ହେଇକିରି ମୁଖ୍ୟ ମାର୍ଗ ଧରିପାରିବ। ମାଳିକା ଭୟ ସଞ୍ଚାର କରିବ ଆଉ କିଛି ଭବିଷ୍ୟତରେ ଏଇଆ ହବ ବୋଲି ତମ ମନରେ ଗୋଟେ ଦକା ସୃଷ୍ଟି କରିବ। ତମେ ଗୋଟେ ଦୁଶ୍ଚିନ୍ତାରେ ରହିବ, ଆରେ ଯୁଗ ଏମିତି ହଉଛି, ଇଏ ଏମିତି ହେଇଯିବ, ସିଏ ରହିବେନି, ସିଏ ପଡିଯିବ, ଗୋଟେ ବାର ଚିନ୍ତା ଆସିଲା।
ତେଣୁକରି ମାଳିକା ପ୍ରତି ଲୋକଙ୍କର ଯୋଉ ଯେହେତୁ ଗୋଟେ ଭୟ ରହୁଛି, ତେଣୁ ଲୋକ ଅଧିକା ଆକାରରେ ସେ ଗୋଟେ ଜାଗାରେ ଗୋଟେ ଆକ୍ସିଡେଣ୍ଟ ହେଇଗଲା, ଯିଏ ବି ସେ ବାଟେ ଯାଉଥିବ କେହି ପଳେଇ ଯିବନି, ଏ କଣ ହେଇଛି କିଏ ଦେଖ, ଆହା ଗୋଟେ ଜାଗାରେ କୀର୍ତ୍ତନ ହଉଛି, କାନରେ ବାଜିଲା କୀର୍ତ୍ତନ ହଉଛି, ହଁ ମୋ କୀର୍ତ୍ତନ ତ ହଉଛି ଆଉ ଚାଲ। ଆଚ୍ଛା ଆପଣ ଯୋଉ କଥା କହିଲେ ଯେ ବାସ୍ତବିକ ଯେ ଭୟଟା ଦେଖେଇଛି ବା ମାଳିକାରେ ଭୟଟା ସୃଷ୍ଟି କରିବା ପାଇଁ କରାଯାଇଛି ଯେ ଲୋକଙ୍କୁ ଭୟ କଲେ ଉଚିତ ମାର୍ଗରେ ଚାଲିବା ପାଇଁ ମାର୍କେଟ କୁହାଯାଇଛି। ଯୋଉଟା ଭୟ ଆସିବ, ଭୟ ଏଇଆ ଆସିବ ଭୁଲ କଲେ ଏଇଆ ମିଳିବ ଫଳ ଆଉ। ନ ମିଳିବ ଆଉ। ହଁ ଦେଖନ୍ତୁ ସେଇ କଥା ମଧ୍ୟ ଶ୍ରୀକୃଷ୍ଣ ମଧ୍ୟ ଭଗବତ ଗୀତାରେ ଅର୍ଜୁନକୁ ବୁଝେଇଛନ୍ତି କହିଛନ୍ତି। ଯେ ତୁ ସତ୍ ଧର୍ମ ପଥରେ ଚାଲେ। ସିଏ ଯେତେବେଳେ ଅନ୍ୟାୟ କଲା ଦୁର୍ଯ୍ୟୋଧନକୁ ତାକୁ ବୁଝେଇଛନ୍ତି ଯଦି ଅନ୍ୟାୟ କର ଏଠି ସମସ୍ତଙ୍କର ସମାନ ଭାବରେ ରହିବାର ଅଧିକାର ଅଛି, ସମାନ ଭାବରେ ବଞ୍ଚିବାର ଅଧିକାର ଅଛି, ତୁ କାହିଁକି ତାଙ୍କର ଅଧିକାରକୁ ତୁ ତୁ ଜବର ଛଡେଇ ରଖୁଛୁ। ସେ ମଧ୍ୟ କହିଥିଲା ଯେ ବିନା ଯୁଦ୍ଧେ ଦେବି ନାହିଁ ସୁଚକ୍ରେ ମେଦିନୀ। ତେଣୁ ଶ୍ରୀକୃଷ୍ଣ କହିଲେ ଆରେ ହେଇ ଇଏ ତ ମୁଁ ତାକୁ ଗାଁ ଘଟିଏ ମାଗୁଛୁ କିନ୍ତୁ ମତେ ଆଉ କିଛି କୋଉ ଯୁଦ୍ଧ କରିବା ପାଇଁ, ତାମାନେ ଅହଙ୍କାରରେ ଜର୍ଜରିତ ହେଇ ଅଛି। ସେଥିପାଇଁ କି ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କର ବା ପାଣ୍ଡବ ମାନଙ୍କ ସପୋର୍ଟ ନେଲେ ବା ପାଣ୍ଡବ ମାନ ସତ୍ୟ ଧର୍ମରେ ଚାଲିଥିଲେ, ତାଙ୍କ ପକ୍ଷରେ ରହିଲେ, ଶେଷରେ ତାଙ୍କର ବିନାଶ ହେଲା। ଶୁଣ ଶାସ୍ତ୍ରରେ ଏମିତି ଲେଖା ଅଛି, ତମେ ଯଦି କିଛି ଭୁଲ ମାର୍ଗରେ ଯାଉଛ, କିଛି ଖରାପ କର୍ମ କରିଛ, ତା ପାଇଁ ପ୍ରାଶ୍ଚିତରେ ଲେଖା ଅଛି, ପୁଣି ସେଗୁଡାକ ଖଣ୍ଡନ ହେଇଯିବ। ଗୀତା କଥା ଯୋଉ କହିଲେ ସେଥିରେ ଗୋଟେ ପଦ ଲେଖା ହେଇଛି, ଅତି ହିଁ ସର୍ବତ୍ର ଗହିତ, ମାନେ ଅତିଟା ସବୁଠାରୁ ହଉଛି ଖରାପ। ଦୁର୍ଯ୍ୟୋଧନକୁ କଣ ବାଟ ଦିଆ ହେଇନଥିଲା? ଅତି ମାନି, ଅତି ମାନେଷ୍ଟ କୌରବା, ଦୁର୍ଯ୍ୟୋଧନ ବଂଶ, ସେ ଯୋଉ ଦୃଢ ସହକାରେ ଏଇ ଜିନିଷ ନହେଲେ ମୁଁ ଏମିତି କରିପାରିବିନି, ଏଇ ଯୋଉ ଦୃଢତା ବା ଅତି ଜିନିଷ ସବୁ ଜାଗାରେ ହିଁ ଖରାପ। ତେଣୁ ସେ କାହିଁ ବୁଝେଇଲେ ଗୀତାରେ, ସବୁବେଳେ ଅତିଟା ଭଲ ନୁହଁ, କର ପୁଣି ତାର ବାଟ ସୁଗମ ଅଛି, ସେ ବାଟ ଧର। ଯଦି ଗୋଟେ କିଛି ଭୁଲ ଭାଲ ତମେ କଲ, ତାର ପୁଣି ପରିତ୍ରାଣର ବାଟ ସେ ସେଥିରେ ଦେଇଛି, ଆମେ ତାକୁ ଧରିବାନି। ଆମେ କହିବା ଗୀତାରେ ଏଇଆ ଲେଖିଲା, ସେଠି ପୁରାଣରେ ଏଇଆ ଲେଖିଲା, ସେ ମାଳିକାରେ ଏଇଆ ଲେଖିଲା, ସେଗୁଡାକ ପଢିଲେ ଆମର କଣ ହବ? ଆମେ କଣ କରୁଛେ, ଆମର ଧର୍ମ କଣ, କ୍ରିୟା କଣ, କର୍ମ କଣ, ଆମେ କେତେ ପାପ କରୁଛେ, କେତେ ପୁଣ୍ୟ କରୁଛେ, କେତେ ସତ କରୁଛେ, କେତେ ମିଛ କହୁଛେ, କେତେ କାହାର କ୍ଷତି କରୁଛେ, କେତେ କାହାର ଉପକାର କରୁଛେ, ଆମେ ନିଜକୁ ନିଜେ ତର୍କ କରିବା। ଆମ ଜୀବ ଊର୍ଦ୍ଧ୍ୱଗାମୀ ହଉଛି କି ନିମ୍ନଗାମୀ ହଉଛି, ଆମେ ନିଜକୁ ନିଜେ ଜାଣିପାରିବା, ଆମେ ପଚାରିବା କାହିଁ କାହାକୁ ଯାଇକି, ବୁଝିପାରିଲ? ତେଣୁ ନିଜେ ତମେ ରାତିରେ ଶଯ୍ୟାକୁ ଯିବ ଆଉ ସକାଳୁ ଶଯ୍ୟା ତ୍ୟାଗ କରିବ, ଏ ଯୋଉ ଦିନ ମାନ ରହିଲା ଶଯ୍ୟାକୁ ଯିବା ଯାକେ ଶଯ୍ୟା ତ୍ୟାଗ ଠାରୁ ତମେ କେତେ ସୁକର୍ମ କଲ କୁକର୍ମ କଲ ନିଜେ ନିଜେ ବିଚାର କରିବ। ତମେ ଠାକୁର କେହି ନୁହଁ, ଠାକୁର କଣ ଦେବେ? କର୍ମ ହିଁ ଭଗବାନ, ଲେଖା ହେଲା କର୍ମ ହିଁ ଭଗବାନ। ମୁଁ ଯୋଉ କର୍ମ କରୁଛି ସେ ଠାକୁର, ସେୟା ଠାକୁର ସବୁ ଜାଣୁଛନ୍ତି, ସେ କର୍ମଟା ହଉଛି ଭଗବାନ। ଭଗବାନ କଣ ନ ଜାଣୁଛନ୍ତି ବୋଲି କଥା ନାହିଁ। ପ୍ରତ୍ୟେକ ଜିନିଷ ତେଣୁ ହୃଦୟର କଥା ବି ଜାଣିପାରୁଛୁ। ମୁଁ ଭାବିଲା ବେଳକୁ ସେ ଜାଣି ସାରିଲେଣି, ମୁଁ ଏଇଆ ଭାବିଲି, କରିବା ତ ବହୁତ ଦୂରରେ ଅଛି, ମୁଁ ଆଜି କରିବି କି 8 ଦିନ ପରେ କରିବି, ବର୍ଷ ପରେ କରିବି, ମୁଁ ଭାବିଲା ବେଳକୁ ସେ ଜାଣିଲେଣି ଇଏ ଉଚିତ ଭାବିଲା କି ଅନୁଚିତ ଭାବିଲା, ଅନ୍ତର୍ଯାମୀ। ତେଣୁକରି ମୋର କାହାକୁ ପଚାରିବା ଦରକାର ନାହିଁ, ମୋ କର୍ମ, ମୋ ଧର୍ମ, ମୋର ସବୁ ମୋ ନିଜେ ନିଜେ। ମୁଁ କହିବିନି ଏଇଟା ଦଣ୍ଡ ହେଇଗଲା ମତେ ଭୁଲ ହେଇଗଲା, କି ଏଇଟା ଇଏ ହେଇଗଲା ମୋର ଖୁସି ହେଇଗଲା, ମୋ କର୍ମ ଅନୁସାରେ ସୁଖ ମିଳୁଛି, ମୋ କର୍ମ ଅନୁସାରେ ଦୁଃଖ ମିଳୁଛି। ତେଣୁକରି କାହାରି ଉପରେ ଦୋଷ ଦେବାଟା ଠିକ ନୁହଁ। ସବୁବେଳେ ମନେ ରଖିଦବ, ଦୋଷ କାହାକୁ ଦବନି। ତମେ ସବୁବେଳେ ଭାବିବ ଏଇଟା ମୋର କର୍ମ ଫଳ, ନହେଲେ ଠାକୁର ତ ସବୁ କରୁଛନ୍ତି, ତାହେଲେ ଠାକୁର କାହିଁ ଦଣ୍ଡ ଦେଲେ? ମୁଁ ଠାକୁରଙ୍କର ଠିକ ଲୋକ, ମତେ କାହିଁ ଠାକୁର ଦଣ୍ଡ ଦେବେ? ନିଶ୍ଚୟ, ତାହେଲେ ମୋର କୋଉଠି ଭୁଲ ଅଛି? ଭୁଲ ନଥିଲେ ଦଣ୍ଡ ହବ କି? ଏଇ ଜନ୍ମରେ ହଉ କି ପୂର୍ବ ଜନ୍ମ, ଯୋଉ ଜନ୍ମରେ ହଉ, କିଛି କଥା ନାହିଁ। ମୋର ପ୍ରାପ୍ୟ ଅଛି ମାନେ ମତେ ମିଳିବ, ମୁଁ ଖଟିଛି ମାନେ ପାଇବି। ତେଣୁ ମୁଁ ଦୋଷ କରିଛି ମାନେ ମତେ ଦଣ୍ଡ ହବ, ମୁଁ ମଙ୍ଗଳ କାର୍ଯ୍ୟ କରିଛି ବା ଭଲ କାମ କରିଛି ମାନେ ମୋର ଶୁଭ ହବ, ସବୁ ଜିନିଷ ହବ। ତେଣୁ କାହାକୁ କିଛି ଦୋଷ ଦେବା ନାହିଁ। ତେଣୁ ସେ କହିଛି ତମେ ତମ କର୍ମ କରିଯା, ଫଳ ଦେଲା ବେଲା ମୁଁ, ଫଳରେ ଆଶା ରଖନା। ବହୁତ ବଢିଆ କଥା କହିଲେ ଆପଣ। ଦେଖନ୍ତୁ ଆପଣ ଯୋଉ କଥା ବର୍ତ୍ତମାନ କହିଲେ, କଥାର ଯାହା କହନ୍ତି ସାର ଅଂଶ କହିଲେ, କିନ୍ତୁ ଆପଣଙ୍କ କଥାକୁ ବୋଧେ ଭାବୁଛି ବହୁତ ଲୋକ ଶୁଣିବେ ନାହିଁ, ଏଇ ଗୋଟେ କଣ ଗପୁଛି। କିନ୍ତୁ ଆପଣ ଯଦି ଆମେ ଏଇନା ଗୋଟେ ଭିଡିଓ କରିଦେବା, ଦେଖନ୍ତୁ ବର୍ତ୍ତମାନ କଳ୍କିଙ୍କ ସହିତ ମୁଁ କଥା ହଉଛି, କଳ୍କି ଭଗବାନ ବର୍ତ୍ତମାନ ବସିଛନ୍ତି, ମୁଁ ତାଙ୍କ ସହିତ କଥା ହଉଛି। କଳ୍କି ଭଗବାନ ବର୍ତ୍ତମାନ କଟକ ଜିଲ୍ଲାରେ ଜନ୍ମ ହେଇସାରିଛନ୍ତି ଏବଂ ସେ ମୋ ସହିତ କଥା ହଉଛନ୍ତି। ଲକ୍ଷ ଲକ୍ଷ କଣ କୋଟି କୋଟି ଲୋକ ଏ ଭିଡିଓକୁ ଦେଖିବେ ଏବଂ ଗଦା ହେବେ ଆସିକି ଆଙ୍କ ଘରେ
ଯେ ଦେଖନ୍ତୁ କଳ୍କି ଜନ୍ମ ହେଲେ କି ଆପଣ କୁହନ୍ତୁ ଆମ ଗୋଷ୍ଠୀ ପରେ ତାଙ୍କ ଘରେ ଆଜ୍ଞା ଜାଗା ରହିବନି, ଏଠି ଗାଡି ଘୋଡା ଟ୍ରକ୍ ବସ୍ ବୋଲେର ଗଦା ହବ, ଏଇଠି ତାଙ୍କର ଜାଗା ରହିବନି। ଯଦି ଏତିକି କଥା ଖାଲି ଭିଡିଓରେ କୁହାଯାଏ ଯେ ଇଏ ଆମ ଯାହା ସହିତ କଥା ହଉଛି ସେ ବର୍ତ୍ତମାନ କଳ୍କି ଭଗବାନ, ଆଉ ସେ ସ୍ୱୟଂ ବର୍ତ୍ତମାନ କଳ୍କିଙ୍କର ଅବତାର ହେଇଛନ୍ତି, ଏଇ ବର୍ତ୍ତମାନ ସଂହାର କରିବେ, କଳି ଯୁଗରେ ଇଏ ହଉଛନ୍ତି ଶ୍ରେଷ୍ଠ। ମାନେ କହିଲେ ସେ ଭିଡିଓ ଏତେ ମାତ୍ରାରେ ଉଡିବ ତା ହିସାବ ନାହିଁ, କିନ୍ତୁ ବଢିଆ କଥା କହୁଛନ୍ତି, ଜ୍ଞାନର କଥା, ତତ୍ଵର କଥା, ମାନେ ଉଚିତ ମାର୍ଗରେ ଚାଲିବା କଥା ବା ଯଦି କୁହୁଡିରେ ପହଁରିଲା ଭଳିଆ ନୁହେଁ। ଆମେ ଯଦି କଟକରୁ ଭୁବନେଶ୍ୱର ଯିବା ବା ଆମେ ଯାଜପୁରରୁ କଟକ ଯିବା ବା ଭୁବନେଶ୍ୱର ଯିବା କି କେନ୍ଦ୍ରାପଡ଼ାରୁ କଟକ ଭୁବନେଶ୍ୱର ଯିବା କି ବ୍ରହ୍ମପୁରରୁ ଆସିବା କି ଅନୁଗୁଳରୁ ଆସିବା କି ଆପଣ ଯେକୌଣସି ମାର୍ଗରେ ଭୁବନେଶ୍ୱର ଆସିବା, ତା ବାଟ ଅଛି, ସେ ବାଟରେ ଯଦି ଆମେ ଯିବା ନିଶ୍ଚୟ ଆମେ ସେ ସ୍ଥାନରେ ଭୁବନେଶ୍ୱରରେ ପହଞ୍ଚିପାରିବା, କଟକରେ ପହଞ୍ଚିପାରିବା। ଯେତେବେଳେ ଆମେ ଜଙ୍ଗଲ ଭିତରେ ପଶିଯିବା ବାଟ ପାଇବା ନାହିଁ। ତେଣୁ ବହୁତ ବଢିଆ କଥା କହୁଛନ୍ତି। ଠିକ ଅଛି, ଆମେ ତାଙ୍କୁ ବର୍ତ୍ତମାନ ପଚାରିବା ଯେ ଠିକ କଥା, ବହୁତ ବଢିଆ କଥା କହିଲେ। ଦେଖନ୍ତୁ କର୍ମ ଅନୁସାରେ ଫଳ ମିଳିଥାଏ, ତେଣୁ ଆମେ ଯେମିତି କର୍ମ କରିବା ସେମିତି ଫଳ ଭଗବାନ ଆମକୁ ଦେବେ। ତ ଗୋଟିଏ କଥା ହଉଛି, ଆପଣ ଶାସ୍ତ୍ରରେ ପୁରା ଯୁଗ ଯୁଗ ଧରି ଏଇ ଗୋଟିଏ କଥା ଅଛି ଯେ କର୍ମ, ଉଚିତ କର୍ମର ଉଚିତ ଫଳ, ଅନୁଚିତ କର୍ମର ଅନୁଚିତ ଫଳ। ପ୍ରମାଣ ମଧ୍ୟ ଅଛି, ତାର ସାତ୍ବିକ ପ୍ରମାଣ ମଧ୍ୟ ଅଛି। ତେଣୁ ଗୋଟେ କଥା ହଉଛି କଣ, ଆମେ ଯୋଉ କଥାକୁ ପଚାରିଥିଲି ଆପଣଙ୍କୁ ପ୍ରଶ୍ନ ଯେ ମଣିଷ ଶେଷ ସମୟରେ ତା ପାଖରେ ଗୀତା ପଢନ୍ତି, ଭାଗବତ ପଢନ୍ତି। ଭାଗବତ ମଧ୍ୟ ରଚନା କରିଥିଲେ ବ୍ୟାସଦେବ, ଭଗବତ ଗୀତା, ମହାଭାରତ ମଧ୍ୟ ଲେଖିଥିଲେ ବ୍ୟାସଦେବ। ତେଣୁ ଯୋଉ ଶ୍ରେଷ୍ଠ ଆମେ ଯୋଉ କହୁଛେ ମାଳିକା, ଆମେ ଯୋଉ ପଢୁଛେ, ପ୍ରତ୍ୟେକ ଓଡିଆ ଘରେ, ପ୍ରତ୍ୟେକ ଭାରତର ସନାତନ ଧର୍ମୀଙ୍କ ଘରେ ଭାଗବତ ଥିବ ନିଶ୍ଚୟ। ପୂଜା କୋଉଠି ହଉଥାଉ ନ ହଉଥାଉ ସେ କଥା ଅଲଗା ପ୍ରକାର କଥା, ଆମେ କହିପାରିବାନି, କିନ୍ତୁ ଭାଗବତ ଖଣ୍ଡିଏ ଥିବ ଏବଂ କିଛି ନହେଲେ ମାସକରେ କି 8 ଦିନରେ ସପ୍ତାହରେ ଥରେ ସେ ପଢୁଥିବ, ଏଇଟା ସତ୍ୟ। କିନ୍ତୁ ଯେତିକି ପ୍ରକାର ବର୍ତ୍ତମାନ ସମୟରେ ଓଡିଶାରେ ଖାସ କରିକି ଭାଗବତର ଏତେ ପ୍ରଚାର ହେଇପାରିଲା ନାହିଁ। ଭାଗବତ ଟୁଙ୍ଗି ଥିଲା ଆପଣଙ୍କ, ମୁଁ ମଧ୍ୟ ଦେଖିଛି, ଆପଣଙ୍କ ଛୋଟବେଳେ ଦେଖୁଥିବ ଗାଁ ଗାଁରେ ଭାଗବତ ଟୁଙ୍ଗି ଥିଲା, ଟୁଙ୍ଗି ନାହିଁ। ବର୍ତ୍ତମାନ ମାଳିକା ଧ୍ୱଂସ ହେଇଯିବ କାହିଁକି ନା ମନ ଭିତରେ ଡର ଯେ ଆମେ ଏତେ ଧନ ସମ୍ପତ୍ତି ଅର୍ଜନ କରିଛୁ ଫଳ ହେଇଯିବ କି। ଶୁଣ ଗୋଟେ କଥା ମୁଁ କହୁଛି, ଇଏ ମାଳିକା ବାହାରିଲା କେବେ, ଏଇ ଯୋଉ 1999 ମସିହା ବାତ୍ୟାଟି ଗଲା, ଏ ବାତ୍ୟା ପରେ ପରେ ମାଳିକାର ପ୍ରଚାର ପ୍ରସାର ଲୋକଲୋଚନକୁ ଆସିଲା। କାହିଁକି ଆସିଲା ନା ଆମ ଓଡିଶାରେ ପ୍ରାୟତଃ ଓଡିଶା ସାରା ସବୁ ଜାଗାରେ ବାତ୍ୟାର କିଛି ପ୍ରଭାବ ପଡିନି, ମାନେ ଏତେ ପ୍ରଭାବ ପଡିନି, କିନ୍ତୁ ଆମରି ଏଇ ଯୋଉ ପାଖାପାଖି କୁଜଙ୍ଗ, ଜଗତସିଂହପୁର, କଟକ, 7ଟା ଜିଲ୍ଲା ଏଇଟା ଏଇଠି ଟିକେ ପ୍ରଭାବଟା ପଡିଛି। ପ୍ରଭାବ ପଡିବା ଦ୍ୱାରା ଲୋକ ତାଙ୍କ ମୃତ୍ୟୁଟାକୁ ଆଖି ଆଗରେ ଦେଖିପାଇଲେ। ସେଠି 5 ଜଣ 50 ଜଣ 5000 ମଲେଣି। ସେଇ ଜିନିଷଟା ଏଠି ଯେତେବେଳେ ଆରମ୍ଭ ହେଇଯାଉଛି ଆମ ମନରେ ଶଙ୍କା ଆସିଯାଉଛି, ଆରେ କାଳେ ଆମର କଣ ହେଇଯିବ। ଏଇ ଯୋଉ ଡର, ଏ ଡରରେ ଇଏ ଇଆଡକୁ ପଳେଇ ଯାଇଛି, ନହେଲେ ଆକ୍ଚୁଆଲି କିଛି ନାହିଁ ଆଙ୍କ ମନରେ। ବର୍ତ୍ତମାନ ଦେଖ ସେ ଯୋଉ ସମୟର ଯୋଉ ଧର୍ମର ଯୋଉ ଆଙ୍କ ଭାବ, ବର୍ତ୍ତମାନ ଏସବୁ ଆଙ୍କ ପାଖରେ ଆଉ କିଛି ନାହିଁ, ଏସବୁ ପଳେଇ ଯାଇଛି। ଏନାକେ ସବୁ ପୁରା ଧାରାବାହିକ ସିରିଏଲ ଦେଖିଲା ଭଳିଆ, କଣ ସେ ବାବା ଆଉ କଣ କହିଲେ, ଆଉ ସିଏ ଅମୁକ କଣ କହିଲେ, ସେ ସାଧୁ କଣ କହିଛନ୍ତି, ଇଏ ଗୋଟେ ଧାରାବାହିକ ଦେଖିଲା ଭଳିଆ, ଯେମିତି ଟିଭିରେ ଇଏ ସବୁ ୟୁଟ୍ୟୁବର ଏମିତି କଲେଣି, ଏଗୁଡା ସବୁ ଧାରାବାହିକ ଭଳିଆ। ଲୋକ ଜାଣିଲେଣି, ଆରେ ସେ ଅମୁକଟା ସେଦିନ ଅମୁକ ସାଧୁ ଜଣେ ଏମିତି କହୁଥିଲେ, ଆରେ ତାଙ୍କରି ଦଉଛି ଟିକେ କଣ ଦେଖିବା, ବୁଝିପାରିଲ। ତେଣୁକରି ବାବାଜୀ ମାନେ ବି ବର୍ତ୍ତମାନ କେହି ଠିକ ନାହାନ୍ତି। ଏମାନେ ବି ଦେଖୁଛନ୍ତି ଆମର କଣ କହିଲେ ଆମର ଅଧିକା ବ୍ୟବସାୟ ହବ, ସିଏ ତାକୁ କମ୍ପୋଜ କରିକି ନିଜ ମନକୁ ମନ ସିଏ ତାଙ୍କର ଚଲେଇଛନ୍ତି, ବୁଝିଲ, ଚଲେଇଛନ୍ତି। ଗୀତା, ଭାଗବତ, ପୁରାଣ, ଶାସ୍ତ୍ର, ଏଇ ଯୋଉ ସବୁ ଜିନିଷ ଲେଖା ହେଇଛି, ସବୁଥିରେ ଗୋଟିଏ ଜିନିଷ ଦିଆହେଇଛି, କଳି ଯୁଗରେ କିଛି ନାହିଁ, କେବଳ ଶ୍ରେଷ୍ଠ ହଉଛି ନାମ। କେବଳ ହିଁ ନାମକୁ ଆଶ୍ରିତ କଲେ ଇଏ ଜୀବ ପରିତ୍ରାଣ ପାଇବ। ଆଉ ସତ୍ୟ, ଶାନ୍ତି, ଦୟା, କ୍ଷମା, ଚାରିଟାରୁ ସତ୍ୟ ଆଉ ଦୟା, ଇଏ ଦିଟା ଯଦି ପାଳନ କରିବ, ତମର ଆଉ କ୍ଷମା ଆଉ ଶାନ୍ତି ଇଏ ସବୁ ଅଟୋମେଟିକ ତା ଭିତରେ ପଳେଇ ଆସିବ। 4ଟା ଯାକ ତମେ କରିବ, ସେମିତି କିଛି କୁହା ହେଇନି। ଖାଲି ଗୋଟିଏ କଥା ସତ୍ୟ ଖାଲି ସବୁବେଳେ କୁହ, ଆଉ 3ଟା ଆପେ ଆପେ ତମ ପାଖକୁ ପଳେଇ ଆସିବ। ଗୋଟେ ବ୍ରତ କର, ମୁଁ ଯାହା କହିବି ସତ କହିବି, ଆଉ କିଛି ନାହିଁ, ସବୁ କଥା ସତ ଖାଲି କହିବ, ତମର ଏମିତି ମାର୍ଗ ଖୋଲିବ, ଆଉ ସବୁ ତମ ପାଖକୁ ଧୀରେ ଧୀରେ ପଳେଇ ଆସିବ। ତମେ 5 ବର୍ଷ ପରେ ତମର ସବୁ ବଦଳି ଯାଇଥିବ, ତମେ ବି ଯାହା କହିବ ସେଇଆ ହବ। ବାଣୀର ବି ଏମିତି ଅଛି ପାୱାର।